ବହୁତ ଦିନ ତଳେ ଗୋଟିଏ ନଗରୀରେ ଜଣେ ରାଜା ରାଜୁତି କରୁଥିଲେ। ସେ ତାଙ୍କର ପ୍ରଜାମାନଙ୍କର ଦୁଃଖ ସୁଖ ବୁଝିବା ପାଇଁ ଗୋଟିଏ ଅଭିନବ ଉପାୟ କରିଥିଲେ। ତାଙ୍କ ରାଜମହଲ ପାଖରେ ଥିବା ଗୋଟିଏ ବଡ଼ ଖୁମ୍ବରେ ସେ ଗୋଟିଏ ବିରାଟ ଘଣ୍ଟି ବାନ୍ଧି ଦେଇଥିଲେ। ସେ ଘଣ୍ଟିର ଦଉଡ଼ି ତଳ ଯାଏଁ ଲମ୍ବିଥିଲା। ଯାହାର କିଛି ଆପତ୍ତି ଅଭିଯୋଗ ଥାଏ ସେମାନେ ଆସି ସେ ଘଣ୍ଟିର ଦଉଡ଼ିକୁ ଟାଣିଲେ ଘଣ୍ଟିଟି ବାଜି ଉଠେ। ରାଜା ଘଣ୍ଟିର ଶବ୍ଦ ଶୁଣି ମହଲରୁ ବାହାରି ଆସି ସେ ଲୋକର ଆପତ୍ତି ଅଭିଯୋଗ ଶୁଣନ୍ତି, ଦୋଷୀକୁ ଦଣ୍ଡ ବିଧାନ କରନ୍ତି। ଘଣ୍ଟିର ଦଉଡ଼ି ତଳ ଯାଏ ଲମ୍ବିଥିବାରୁ ଯେ କେହି ତାକୁ ଟାଣି ପାରୁଥିଲେ। ଏହିପରି ଭାବରେ ସେ ଘଣ୍ଟିଟି ସେଠାକାର ଲୋକଙ୍କର ବହୁତ ଉପକାର କରୁଥାଏ। ଅନେକ ଗରିବ ଦୁଃଖୀ ଲୋକେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ସେ ଘଣ୍ଟି ବଜାଇ ରାଜାଙ୍କ ଠାରୁ ଉପକୃତ ହେଉଥାନ୍ତି। ସେଥିପାଇଁ ସମସ୍ତେ ସେ ଘଣ୍ଟିକୁ ନ୍ୟାୟ ଘଣ୍ଟି ବୋଲି କହୁଥାନ୍ତି। ଅନେକ ବର୍ଷ ପରେ ଘଣ୍ଟିରେ ବନ୍ଧା ହୋଇଥିବା ଦଉଡ଼ିଟି ପୁରୁଣା ହୋଇଯିବାରୁ ଛିଣ୍ଡିଗଲା। ତା ଜାଗାରେ ଗୋଟିଏ ନୂଆ ଦଉଡ଼ି ଲଗାଇବା ଦରକାର ପଡ଼ିଲା। ମାତ୍ର ହଠାତ୍ ଏତେ ବଡ଼ ଦଉଡ଼ି ନ ମିଳିବାରୁ କିପରି ଘଣ୍ଟି ବାଜିବ ସମସ୍ତଙ୍କର ଚିନ୍ତା ହେଲା। ଦଉଡ଼ି ତିଆରି ହେବା ପାଇଁ କାମ ଚଳାଇବା ପାଇଁ କିଛି ସମୟ ପାଇଁ ଗୋଟିଏ ବ୍ୟବସ୍ଥା କରିବାକୁ ରାଜା ହୁକୁମ ଦେଲେ। ଜଣେ ଚାଲାକ ଲୋକ ଅଙ୍ଗୁର ଝାଡ଼ିରୁ ଗୋଟାଏ ବଡ଼ ଲତା ଛିଣ୍ଡାଇ ଆଣି ସେହି ଘଣ୍ଟିରେ ବାନ୍ଧିଦେଲା। ସେହି ଲତାରେ ସବୁଜ ପତ୍ର ଭରି ରହିଥିଲା, ତଥାପି ତାହା ଦଉଡ଼ିର କାମ ଦେଲା। ସେହି ନଗରୀରେ ଜଣେ ଧନୀ ବ୍ୟକ୍ତି ରହୁଥିଲେ। ତାର ଗୋଟିଏ ଘୋଡ଼ା ଥିଲା। ମାତ୍ର ଘୋଡ଼ାଟି ବୁଢ଼ା ହୋଇଯିବାରୁ ଲୋକଟି ତାର ଦେଖାଶୁଣା ନ କରି ତାକୁ ଘରୁ ତଡ଼ିଦେଲା। ଘୋଡ଼ାଟି ଖାଦ୍ୟ ନ ପାଇ ଇଆଡ଼େ ସିଆଡ଼େ ବୁଲୁ ବୁଲୁ ସେହି ଘଣ୍ଟି ବନ୍ଧା ହୋଇଥିବା ଅଙ୍ଗୁର ଲତାକୁ ଦେଖିପାରିଲା। ଏଡ଼େ ସୁନ୍ଦର ଶାଗୁଆ ଅଙ୍ଗୁର ଲତାକୁ ଦେଖି ସେ ଖୁସିରେ ତାକୁ ଖାଇବାକୁ ଲାଗିଲା। କିନ୍ତୁ ତା ପାଟିରେ ପୁରାଇବା ମାତ୍ରେ ଅଙ୍ଗୁର ଲତାଟି ହଲି ଉଠିବାରୁ ଘଣ୍ଟିଟି ବାଜି ଉଠିଲା। ଘଣ୍ଟି ବାଜିବା ଶୁଣି ରାଜା ତାଙ୍କ ସେବକଙ୍କୁ ହୁକୁମ ଦେଲେ, ଯାଇ ଦେଖ କିଏ ଘଣ୍ଟି ବଜାଉଛି। ସେବକମାନେ ଆସି ଦେଖିଲେ ଗୋଟିଏ ବୁଢ଼ା ଘୋଡ଼ା ଲତାଟି ଟାଣୁଅଛି। ସେମାନେ ଆସି ରାଜାଙ୍କୁ ଖବର ଦେଲେ ଯେ ଘୋଡ଼ାଟିଏ ଘଣ୍ଟି ବଜାଉଅଛି। ରାଜା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ, ମାତ୍ର ଆସି ଦେଖିଲେ ପ୍ରକୃତରେ ତଳେ ଘୋଡ଼ାଟିଏ ଠିଆ ହେଇଛି। ସଙ୍ଗେ ସଙ୍ଗେ ସେ ଆଦେଶ ଦେଲେ, ଶୀଘ୍ର ବୁଝି ଆସ ଏ ଘୋଡ଼ାର କ'ଣ ଅସୁବିଧା ହେଇଛି, ଏ କାହାର ଘୋଡ଼ା। ସେବକମାନେ ଖବର ନେଇ ବୁଝିଲେ ଯେ ଘୋଡ଼ାଟି ଜଣେ ଧନୀ ଲୋକର, ମାତ୍ର ସେ ଘୋଡ଼ାଟିକୁ ଘରୁ ବାହାର କରିଦେଇଛି। ତାର ଖାଇବା ରହିବାର କିଛି ବ୍ୟବସ୍ଥା କରିନାହିଁ। ଏ କଥା ଶୁଣି ରାଜା ସେ ଧନୀ ଲୋକକୁ ଡକାଇ ପଠାଇଲେ। ସେ ଆସିବାରୁ ରାଜା ତାର ବିଚାର କଲେ। ଘୋଡ଼ାଟିକୁ ଘରୁ ବାହାର କରିଦେଇଥିବା ଅପରାଧ ପାଇଁ ତାଙ୍କୁ ଦଣ୍ଡ ବିଧାନ କରାଗଲା ଯେ ସେ ମୃତ୍ୟୁ ଯାଏଁ ସେ ଘୋଡ଼ାଟିର ଭରଣ ପୋଷଣ କରିବେ। ଗୋଟିଏ ଭଲ ଶୁଖିଲା ଘର କରି ତାକୁ ରଖିବେ ଏବଂ ପ୍ରତ୍ୟହ ତା ପାଇଁ ଖାଦ୍ୟ ଶସ୍ୟ ତାକୁ ଯୋଗାଇ ଦେବେ। ଏହା ନ କଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ରାଜାଙ୍କ ଆଦେଶ ପାଇ ଧନୀ ଲୋକଟି ତାର ଘୋଡ଼ାକୁ ଧରି ଘରକୁ ଫେରିଲା। ତା ପାଇଁ ଭଲ ଘରଟିଏ କରି ତାର ଦେଖାଶୁଣା କରୁଥିଲା। ଏହିପରି ଭାବରେ ଅଙ୍ଗୁର ଲତା ଖାଇବାକୁ ଆସିଥିବା ଘୋଡ଼ାଟି ନ୍ୟାୟ ଘଣ୍ଟି ଦ୍ୱାରା ତାର ନ୍ୟାୟ ଦାବି ହାସଲ କରିପାରିଥିଲା। ଲୋକମାନେ ମଧ୍ୟ ରାଜାଙ୍କର ଏହି ବିଚାର ଦେଖି ରାଜାଙ୍କୁ ଧନ୍ୟ ଧନ୍ୟ କଲେ।